ମାନସୀଙ୍କର ଗୃହ ପ୍ରବେଶ ହେଉଥିବ। ମାନସୀ ପାଦରେ କଳସୀ ଢାଳି ଘର ଭିତରକୁ ଆସିବାକୁ ଅଗ୍ରସର ହେଉଥିବେ ଏବଂ ଏପଟେ ଜ୍ୟୋତିଙ୍କ ମନରେ ଖୁବ୍ ଦୁଃଖ ଥିବ। ସେ ଅଳତା ପାଦରେ ବୁଡ଼େଇ ଯେତେବେଳେ ଘର ଭିତରକୁ ଆସୁଥିବେ ମାନସୀ ଦେଖିବେ ଏକ ସାପ ଆସୁଛି ଏବଂ ସେ ସାପ ସାପ କହି ଦୌଡ଼ି କରି ଡରରେ ଘର ବାହାରକୁ ପଳାଇବେ। ଘର ଭିତରକୁ ଗୃହ ପ୍ରବେଶ କରିବା ବଦଳରେ ମାନସୀ ଘର ବାହାରକୁ ଯିବେ ଏବଂ ସାପଟି ନିଜ ଫଣା ଟେକି ଉଠିବ। ତାପରେ ରାଗି କରି ମାନସୀ ଆସି ଜ୍ୟୋତିଙ୍କୁ କହିବେ, ତୁ ମୋର ଏଇ ବିଧି ବି ଖରାପ କରିବାକୁ ଚାଲି ଆସିଲୁ, କିନ୍ତୁ ଦେଖେ ମୋ ବିଧି ନିଶ୍ଚୟ ପୁରା ହେବ। ଜ୍ୟୋତି କହିବେ ଯେ ପୁରା ହେବ କ'ଣ, ହେଇଯାଇଛି। ଏବଂ ସେ କହିବେ, ମା ଠାକୁରାଣୀ ଆପଣ ନିଜେ ହିଁ ଦେଖନ୍ତୁ। ତାପରେ ସମସ୍ତେ ଦେଖିବେ ଯେ ମାନସୀଙ୍କର ପାଦ ଚିହ୍ନ ଗୁଡ଼ିକ ଘର ଭିତରକୁ ଆସିବା ବଦଳରେ ଘର ବାହାରକୁ ହୋଇଛି। କାରଣ ଏହା ବି କେହି ଚାହୁଁନାହାନ୍ତି, ଠାକୁର ବି ଚାହୁଁନାହାନ୍ତି, ମହାଦେବ ବି ଚାହୁଁନାହାନ୍ତି। ଜ୍ୟୋତି କହିବେ, ମୋ ସ୍ୱାମୀଙ୍କ ଉପରେ ଯିଏ ନଜର ପକାଇବ ତା ପାଦ ଘର ଭିତରକୁ ନୁହେଁ ଘର ବାହାରକୁ ଯିବ। ତେବେ ମା ଠାକୁରାଣୀ କ'ଣ ନିଷ୍ପତ୍ତି ନେବେ, ଆପଣଙ୍କୁ କ'ଣ ଲାଗୁଛି?